ବାଲେଶ୍ୱର ତମାଣ୍ଡୋ ସ୍ଥିତ ଅଜୟ କଲେଜ ତରଫରୁ ପ୍ରଥମ ଥର ପାଇଁ ଗୋଠପାଟଣାର ରାଧାମାଧବ ନଗରରେ ରଥଯାତ୍ରା ଅନୁଷ୍ଠିତ କରାଯାଇଥିଲା। ଏହି ରଥଯାତ୍ରାରେ ଅଜୟ କଲେଜର ଛାତ୍ରଛାତ୍ରୀ ସହିତ ଚେୟାରମ୍ୟାନ୍ ଶ୍ରୀଯୁକ୍ତ ବ୍ରହ୍ମାନନ୍ଦ ମଙ୍ଗରାଜ, ପ୍ରିନ୍ସିପାଲ ଡକ୍ଟର ସନ୍ତୋଷ କୁମାର ପଣ୍ଡା, ଆଡମିନ୍ ଅଫିସର ମୃତ୍ୟୁଞ୍ଜୟ ସ୍ୱାଇଁ, ଡାଇରେକ୍ଟର ଇତିସ୍ମିତା ସ୍ୱାଇଁ ଏବଂ କଲେଜର ସମସ୍ତ କର୍ମଚାରୀ ଉପସ୍ଥିତ ହୋଇଥିଲେ। ରାଧାମାଧବ ନଗରରେ ରଥଯାତ୍ରା ସହିତ 3 ଠାକୁରଙ୍କର ସୁନାବେଶ କରାଯାଇଥିଲା ଏବଂ 3000ରୁ ଅଧିକ ଭକ୍ତଙ୍କୁ ପ୍ରସାଦ ସେବନ ବଣ୍ଟା ଯାଇଥିଲା।